ମଣିଷର ହାତ, ବାଦୁଡ଼ିର ଡେଣା, ଘୋଡ଼ାର ଗୋଡ଼, ସିଲ୍ ମାଛର ପର ଏସବୁ ବାହାରକୁ ସମ୍ପୂର୍ଣ୍ଣ ଭାବରେ ଭିନ୍ନ ଦେଖାଯାଉଥିଲେ ମଧ୍ୟ ଏମାନଙ୍କର ଆଭ୍ୟନ୍ତରୀଣ ଗଠନରେ ରହିଛି ଏକ ଅଦ୍ଭୁତ ପ୍ରକାରର ସାମଞ୍ଜସ୍ୟ। ଊନବିଂଶ ଶତାବ୍ଦୀର ମଧ୍ୟଭାଗରେ ଚାର୍ଲସ ଡାର୍ୱିନ୍ ନାମକ ଜଣେ ବୈଜ୍ଞାନିକ ନିଜ ଗବେଷଣା ଆଉ ଅନୁଧ୍ୟାନରୁ ଯେତେବେଳେ ଏହି ସତ୍ୟ ନିକଟରେ ପହଞ୍ଚିବାରେ ସକ୍ଷମ ହେଲେ, ସେ ନିଜେ ହିଁ ହେଲେ ଆଶ୍ଚର୍ଯ୍ୟଚକିତ। ପରବର୍ତ୍ତୀ ସମୟରେ ନିଜର ପ୍ରସିଦ୍ଧ ଥିଓରି ଅଫ୍ ଇଭଲ୍ୟୁସନ୍ ବା ବିବର୍ତ୍ତନବାଦକୁ ପ୍ରମାଣିତ କରିବା ପାଇଁ ଏହି କଥାକୁ ସେ ଏକ ବଳିଷ୍ଠ ପ୍ରମାଣ ଭାବରେ ବ୍ୟବହାର କଲେ। ଆହୁରି ବି ଅନେକ ପ୍ରମାଣ ସେ ବ୍ୟବହାର କରିଥିଲେ, ତା ମଧ୍ୟରୁ ଏହା ଗୋଟେ ପ୍ରମୁଖ ପ୍ରମାଣ ଥିଲା। ନିଜର ବହୁଚର୍ଚ୍ଚିତ ବହି ଅନ୍ ଦ ଅରିଜିନ୍ ଅଫ୍ ସ୍ପେସିସ୍, ଯାହାକି 1859 ମସିହାରେ ପ୍ରକାଶିତ ହୋଇଥିଲା, ସେଥିରେ ଡାର୍ୱିନ୍ ଯୁକ୍ତି କଲେ ଯେ ଏହିସବୁ ଭିନ୍ନ ଭିନ୍ନ ଦେଖାଯାଉଥିବା ଜୀବମାନଙ୍କର କେବେ ନା କେବେ ନିଶ୍ଚିତ ଭାବରେ ଗୋଟିଏ ସମାନ ପୂର୍ବପୁରୁଷ ଥିବ, ମାନେ ଗୋଟିଏ କମନ୍ ଆନ୍ସେଷ୍ଟର ଥିବ ଏବଂ ତାର ବିବର୍ତ୍ତନରୁ ହିଁ ଏହିସବୁ ଜୀବମାନେ ସୃଷ୍ଟି ହୋଇଛନ୍ତି। ମାନେ ସେ କମନ୍ ଆନ୍ସେଷ୍ଟର, ସେ ଜୀବଟି ଥିବ, ସମୟ ଆଉ ପରିସ୍ଥିତିର ଆବଶ୍ୟକତାକୁ ଦୃଷ୍ଟିରେ ରଖି ତାହାର ବିଭିନ୍ନ ଅର୍ଗାନରେ ବିଭିନ୍ନ ମୋଡ଼ିଫିକେସନ୍ ସମୟ ସମୟରେ ହେଇଥିବ, ଯେଉଁଟାକି ସେଇ ଯେଉଁ ସିଚୁଏସନ୍ ଆସିଥିବ, ଆଡ଼ଭର୍ସ କଣ୍ଡିସନ୍ ଆସିଥିବ, ସେଇ ସିଚୁଏସନ୍ରେ ବଞ୍ଚିବା ପାଇଁ ହେଲେ ସେଇଭଳି ମୋଡ଼ିଫିକେସନ୍ ନିହାତି ଦରକାର ହେଇଥିବ। କାରଣ ସେଇ ପ୍ରକାର ମୋଡ଼ିଫିକେସନ୍ ନ ଆସିଲେ ବଞ୍ଚିବା ଅସମ୍ଭବ ହୋଇପଡ଼ିବ। ତାକୁ ଦୃଷ୍ଟିରେ ରଖି ଆପେ ଆପେ ସେ ଜୀବ ଭିତରେ ମୋଡ଼ିଫିକେସନ୍ ହେଇଥିବ ଏବଂ ପରବର୍ତ୍ତୀ ସମୟରେ ତାହା ହିଁ ଏକ ନୂତନ ଜୀବର ସୃଷ୍ଟିର କାରଣ ପାଲଟିଥିବ। ଦର୍ଶକ ବନ୍ଧୁ, ମୋ ଚ୍ୟାନେଲରେ ଆପଣମାନେ ଆବେଗପୂର୍ଣ୍ଣ ସାହିତ୍ୟ, ମର୍ମସ୍ପର୍ଶୀ ସଙ୍ଗୀତ ଓ ଅନୁଭବପୂର୍ଣ୍ଣ ଦର୍ଶନ ଭିତ୍ତିକ କଥାଗୁଡ଼ିକର ବିଶ୍ଳେଷଣ, ବର୍ଣ୍ଣନା, ବ୍ୟାଖ୍ୟା ଇତ୍ୟାଦି ଦେଖିଥାନ୍ତି। ଆଜିଠାରୁ ମୁଁ ଏହି ଚ୍ୟାନେଲରେ ବିଜ୍ଞାନ ଭିତ୍ତିକ ବିଷୟବସ୍ତୁକୁ ମଧ୍ୟ ସାମିଲ କରିବି। ଅତି ସରଳ ଓ ବୋଧଗମ୍ୟ ଭାଷାରେ ସେସବୁର ବିଶ୍ଳେଷଣ, ବର୍ଣ୍ଣନା ଓ ବ୍ୟାଖ୍ୟା କରିବି, ଯାହାଦ୍ୱାରା ଅତି ସାଧାରଣରୁ ସାଧାରଣ ମଣିଷଟିଏ ମଧ୍ୟ ବିଜ୍ଞାନର ଆନନ୍ଦରେ ଆନନ୍ଦିତ ହେବ ଏବଂ ବିଜ୍ଞାନର ଆଲୋକରେ ନିଜ ପଥକୁ ଆଲୋକିତ କରିପାରିବ। ଆଜି ତ ସମୟ ହେଲାଣି, ବିଦାୟ ଦିଅନ୍ତୁ। ରହୁଛି, ନମସ୍କାର।